ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଠାରେ ଥିବା ଶହୀଦ ବୀର ବାଜିରାଉତଙ୍କ ଜନ୍ମବାର୍ଷିକ ଅବସରରେ ମୋହନ ମାଝୀ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ହଜାର ହଜାର ଲୋକଙ୍କ ଭିଡ଼ ହୋଇଥିବା ବେଳେ ଗୋନ୍ଦିଆ ବ୍ଲକର ଦିଗାମ୍ବରପୁର ଗ୍ରାମ ପଞ୍ଚାୟତର ସମାଜର ବିଶିଷ୍ଟ ସେବୀ ଭ୍ରମରବର ରାଉତଙ୍କ ନେତୃତ୍ୱରେ ଯୋଗ ଦେଇଥିଲେ ଶତାଧିକ କର୍ମୀ। ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସ୍ଥାନୀୟ ମନ୍ତ୍ରୀ ପ୍ରତିନିଧି ରତିକାନ୍ତ ସାହୁ, ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣିଙ୍କ, ଗୋନ୍ଦିଆ ପ୍ରତିନିଧି ଲଳିତ କୁମାର ଦାସଙ୍କ ସହଯୋଗ କ୍ରମେ ଦିଗାମ୍ବରପୁର ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଭ୍ରମରବର ରାଉତ ତାଙ୍କର ଶତାଧିକ କର୍ମୀମାନଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଆସନ୍ତୁ ସିଧାସଳଖ ଶୁଣିବା କଣ କହୁଛନ୍ତି ସମାଜସେବୀ ଭ୍ରମରବର ରାଉତ ଓ ତାଙ୍କର ସହଯୋଗୀମାନେ। ଶ୍ରୀ ଅକ୍ଷୟ କୁମାର ଗଛତ, ଘର ରାମସୁଦା ପଟଣା, ଗ୍ରାମ ପଞ୍ଚାୟତ ହେଉଛି ଦିଗାମ୍ବରପୁର। ଭ୍ରମରବର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଆମ୍ଭେ 500ରୁ ଉର୍ଦ୍ଧ୍ୱ ଲୋକ ବାଜିରାଉତ ସ୍ମୃତି ପୀଠ ପାଖରେ ହୋଇଥିବା ପ୍ରୋଗ୍ରାମରେ ଯୋଗଦାନ କରିଥିଲେ। ଶ୍ରୀର କୃଷ୍ଣପାତ୍ରଙ୍କ ଜରିଆରେ ଭ୍ରମର ରାଉତ ଦିଗାମ୍ବରପୁର ପଞ୍ଚାୟତରୁ 500 ଲୋକ ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ବହୁତ ଭଲ ଥିଲା। ପ୍ରବଳ ଲୋକର ଜନସମାଗମ ଥିଲା। ଖାଦ୍ୟପାନୀୟର ବହୁତ ବ୍ୟବସ୍ଥା ଥିଲା। ଆଉ ଲୋକଙ୍କର ରହିବା ପାଇଁ ପୋଲିସ ଭାଇମାନେ ବହୁତ ସହଯୋଗ କରିଥିଲେ। ଲୋକମାନଙ୍କର ଅସୁବିଧା କୌଣସି ପ୍ରକାର ହୋଇନାହିଁ। ମୁଁ ଶ୍ରୀ ଭ୍ରମରବର ରାଉତ ବିଜେପି ଦଳର ଦିଗାମ୍ବରପୁର ଗ୍ରାମ ପଞ୍ଚାୟତର ସଭାପତି। ଆଜି ଥିଲା ଆମର ବୀର ଶହୀଦ ବାଜିରାଉତଙ୍କ 100ତମ ଜନ୍ମବାର୍ଷିକୀ। ଏଥିରେ ଆପଣ ଯୋଉ ଶତାଧିକ କର୍ମୀକି ନେଇକିରି ଯୋଉ ଦଳ ବାନ୍ଧି ଯାଇଥିଲେ, ଯୋଗଦାନ ଦେଇଥିଲେ, କାହାର ନିର୍ଦ୍ଦେଶ ଥିଲା? କଣ ଆଶା ରଖିକି ଦଳ ବାନ୍ଧି ଯାଇଥିଲେ? ଆମର ମନ୍ତ୍ରୀ ଶ୍ରୀଯୁକ୍ତ ଖାଉଟି ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ତାଙ୍କ ନୋମିନି ରତିକାନ୍ତ ସାହୁ, ଏମପିଙ୍କ ନୋମିନି ନଳିନ କୁମାର ଦାସ ମୋତେ ସାହାଯ୍ୟ କରିବାରୁ କହିଥିଲେ, ଭାଇ କେତେ ଲୋକ ନେଇକି ଯିବ? ମୁଁ କହିଲି 500ରୁ 700 ମୋର ଯେତିକି କର୍ତ୍ତବ୍ୟ, ଗରିବ ଶ୍ରେଣୀ ଲୋକ ସବୁ ରେଡି ହେଇ ମୋ ଘର ପାଖରେ ଆସି ହେଟା ଭଗବାନଙ୍କ ଆଶୀର୍ବାଦ, ନର ରୂପୀ ନାରାୟଣଙ୍କର ଯେତିକି ଆଶୀର୍ବାଦ, ସବୁ ସ୍ନେହ ଶ୍ରଦ୍ଧାରେ ବାହାରିକିରି ଆଇଛନ୍ତି। ଆଜ୍ଞା, ଯେହେତୁ ମନ୍ତ୍ରୀ ମତେ ନିର୍ଦ୍ଦେଶ ଦେଇଛନ୍ତି, ସଦାବେଳେ କହୁଛନ୍ତି ଭମ୍ବର ଭାଇ ତମେ ଠିକ ଲୋକଙ୍କ ପଛରେ ରୁହ, ମୁଁ ତମ ପଛରେ ଅଛି। ରତି ଭାଇ ବି ସେ ରହ ରହ କହୁଛନ୍ତି ଲୋକ ଯୁଆଡେ ଭମ୍ବର ଭାଇ ସିଆଡେ। ଆମର ଏମପିଙ୍କ ନୋମିନି ସିଏ ବି କହୁଛନ୍ତି ଭମ୍ବର ଭାଇ ଲୋକ ଯୁଆଡେ ତମେ ରୁହ ସିଆଡେ। ମନ୍ତ୍ରୀ ଥିବା ପର୍ଯ୍ୟନ୍ତ କିନ୍ତୁ ମନ୍ତ୍ରୀଙ୍କ ନାଁ ରହିବ। ଏଇ ନର ରୂପୀ ନାରାୟଣଙ୍କର ଗୋଟେ ଆଶୀର୍ବାଦ ରହିଲେ ମୁଁ ଯେବେ ଆଗକୁ ଯାଇପାରେ, ଏଣିକି ଭଗବାନଙ୍କର ନିର୍ଦ୍ଦେଶ ଯାହା। ଢେଙ୍କାନାଳରୁ ଅକ୍ଷୟ କୁମାର ପାତ୍ରଙ୍କ ସହିତ ବିଜୟ କୁମାର ଷଣ୍ଢଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍।